ସର୍ବସ୍ୱ ସମର୍ପଣ କରି ପ୍ରଭୁ ଶିଶୁ ଅନନ୍ତଙ୍କ ଗାଦି ବ୍ରହ୍ମଙ୍କ ଭିତରେ ମୋର ଗୁରୁଦେବ ଅଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଯେତେ ଗୁରୁବର୍ଗଙ୍କର ନାଁ ଶୁଣିଛି, ତାଙ୍କ ଫଟୋଚିତ୍ର ଦେଖିଛି, ତାଙ୍କ ବାଣୀ ଶୁଣିଛି, ସମସ୍ତ ଗୁରୁଦେବଙ୍କ ଭିତରେ ଇଏ ସେବକ ବଳିଆ ଦେଖିଛି। ମୋ ପ୍ରଭୁ ଶ୍ରୀ ନିରାକାର ରୂପୀ ଅନନ୍ତଙ୍କୁ, ସିଏ ମୋ ପାଇଁ ନିରାକାର, ସିଏ ମୋ ପାଇଁ ସାକାର। ସେ ସବୁ ଧର୍ମର, ସବୁ ମତର, ସବୁ ପନ୍ଥର, ଜଳ ସ୍ଥଳ ବନ ଗିରି ଆକାଶ ସବୁଠାରେ ତାଙ୍କ ଲୀଳା ହୁଏ ପ୍ରକାଶ। ତେଣୁ ଆପଣମାନଙ୍କୁ ଆଜିର ଗୋଟିଏ ଭଲ ବୈଷ୍ଣବୀୟ ସନ୍ଧ୍ୟା, ଆଜି ଆମର ମହାପ୍ରଭୁ ଚୈତନ୍ୟଙ୍କର ଯେଉଁମାନେ ଆଶ୍ରିତା ବା ବୈଷ୍ଣବମାନେ ଆଜି ଗୋଟେ ପ୍ରତ୍ୟେକ ବୈଷ୍ଣବଙ୍କ ଭିତରେ ଗୋଟେ ଚୂଡ଼ା ଦହି କିମ୍ବା ଚୂଡ଼ା କ୍ଷୀର ଗୁଡ଼ ଟିକେ ପଡ଼ିବ, ଏହା ବୈଷ୍ଣବମାନଙ୍କୁ ସମର୍ପଣ କରାଯାଏ ବା ମହାପ୍ରଭୁଙ୍କ ପ୍ରସାଦ ରୂପରେ ଆଜି ବୈଷ୍ଣବମାନେ ତାକୁ ପ୍ରାପ୍ତ ହୁଅନ୍ତି। ସେ ହିଁ ମହାପ୍ରଭୁ ଚୈତନ୍ୟଙ୍କର ପ୍ରସାଦ। ଦେଖନ୍ତୁ, ଗୋଟିଏ କଥା ଏଠି କହିବାକୁ ଚାହୁଁଛି। ବଳିଆ ଜଣେ ବୈଷ୍ଣବ ନୁହେଁ କି ବାବାଜୀ ନୁହଁ କିମ୍ବା କୌଣସି ମହାପୁରୁଷ ବା ଅବତାର ବା ନିଜକୁ କୌଣସି କଥା ମୁଁ ଭାବେନି। ଗୋଟିଏ ଏ ପୃଥିବୀର ଏଇ ପଞ୍ଚ ମହାଭୂତରୁ ଆସିଥିବା ଗୋଟେ ସାଧାରଣ ମଣିଷ। ମୋ ଦେଶ ଭାରତ, ମୋର ଜନ୍ମଭୂମି ଓଡ଼ିଶା ଏବଂ ମୋର କର୍ମଭୂମି ହେଉଛି ଏଇ ଶିଶୁ ଅନନ୍ତଙ୍କ ଆଶ୍ରମ। ଏଇଠୁ ସବୁ କଥା, ସବୁଆଡ଼କୁ ଆମେ ଯାହା କରିଛୁ ଆଜି ପର୍ଯ୍ୟନ୍ତ, ଯାହା କହିଛୁ, ସବୁ ସେଇ ଶିଶୁ ଅନନ୍ତଙ୍କର ବାଣୀ। ତାଙ୍କରି ଭିତରେ ଦେଖିଛି ଠାକୁର ନିଗମାନନ୍ଦଙ୍କୁ। ଏଇଭଳି ଅନେକ ବୈଷ୍ଣବ, ଅନେକ ସଦ୍ଗୁରୁଙ୍କୁ ମୁଁ ତାଙ୍କରି ଭିତରେ ହିଁ ଦେଖିଛି। ସେଥିପାଇଁ ମୋତେ ଗୋଟିଏ ଶ୍ଲୋକ ଭଲ ଲାଗେ, ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗତଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ବଳିଆ ଗୋଟେ ଧୁନ୍ ବୋଲେ, ଗୁରୁମୟ ଏ ଜଗତ ଅନନ୍ତ ଶୟନମ୍। ସେଇ ଅନନ୍ତ କେବଳ ହିନ୍ଦୁର ନୁହନ୍ତି, ସମଗ୍ର ବିଶ୍ୱର ପ୍ରତ୍ୟେକ ଧର୍ମର, ମତର, ପନ୍ଥର ସବୁକିଛି। ତେବେ ଆଜି ବୈଷ୍ଣବୀୟ ସନ୍ଧ୍ୟାରେ ବୈଷ୍ଣବମାନଙ୍କୁ ସ୍ମରଣ କରି ଗୋଟିଏ କଥା ଆପଣମାନଙ୍କୁ ସମସ୍ତଙ୍କୁ କହୁଛି।
ଆପଣମାନେ ଭଲ ମଣିଷ ହୁଅନ୍ତୁ, ଭଲ ମନୁଷ୍ୟଟିଏ ତିଆରି କରିବା ପାଇଁ ସବୁବେଳେ ପ୍ରଚେଷ୍ଟା କରନ୍ତୁ। ସେଇଟା ହିଁ ହେବ ଭଗବାନଙ୍କ ବା ସେଇ ସର୍ବଶକ୍ତିମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି। ଆଜି ପରିବେଶ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇଯାଇଛି। କୋଟି କୋଟି ବୃକ୍ଷ ଜଙ୍ଗଲ ଆଉ ନାହିଁ, ପୂର୍ବ ଭଳି ଝରଣା ବହୁ ନାହିଁ। ଯଦିଓ ନଦ ନଦୀ ଅଛି, ସେ ଜଳ ମଧ୍ୟ ପ୍ରଦୂଷଣ। ଆମେ ଯେଉଁ ପବନକୁ ନିଶ୍ୱାସ ପ୍ରଶ୍ୱାସରେ ନେଉଛୁ, ସିଏ ଭଲ ମୁକ୍ତ ବାୟୁ ବି ନାହିଁ। ବିଭିନ୍ନ ପ୍ରକାର ବ୍ୟାଧି, ଅସମ୍ଭବ ବ୍ୟାଧି ଆମକୁ ଗ୍ରାସ କରୁଛି। ଆମେ ଜାଣୁଛୁ, କିନ୍ତୁ ସେଥିପାଇଁ ସଚେତନ ହେଉନା। ତେଣୁ ଆପଣମାନଙ୍କୁ ବିନମ୍ର ନିବେଦନ, ସଂକଳ୍ପ ନିଅନ୍ତୁ ଏବଂ ଏଇ ସଂକଳ୍ପଟା ଆପଣଙ୍କର ବନ୍ଧୁ ବାନ୍ଧବ, ପଡ଼ିଶା, ସାଙ୍ଗସାଥି, ସରକାର, ପ୍ରଶାସକ, ବିରୋଧୀ ଦଳ ଇତ୍ୟାଦି ଇତ୍ୟାଦି ସମସ୍ତଙ୍କୁ ଆପଣମାନେ ନିବେଦନ କରନ୍ତୁ, ଜଙ୍ଗଲ ରକ୍ଷା କରନ୍ତୁ, ବୃକ୍ଷରୋପଣ କରନ୍ତୁ। ଆମେ ଔଷଧ ଖାଇବା, କେତେ ଔଷଧ ଖାଇବା? ମନେ କରାଯାଉ ଆମେ ଦରିଦ୍ର, ଯାହା ପାଖରେ ଧନ ଅଛି ସିଏ ସିନା କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ବଞ୍ଚିବା ପାଇଁ ଚେଷ୍ଟା କରିବ। ଜଣେ ଦରିଦ୍ର ମୂର୍ଖ କେମିତି ବଞ୍ଚିବ? ତେଣୁ ପ୍ରକୃତରେ ଯଦି ଆମେ ସ୍ରଷ୍ଟାଙ୍କୁ ଭଲ ପାଉଛୁ ବା ଆମ ଇଷ୍ଟଙ୍କୁ ଭଲ ପାଉଛୁ ବା ଆମ ଗୁରୁଙ୍କୁ ଆମେ ଭଲ ପାଉଛୁ, ତାହେଲେ ଆପଣ ପରିବେଶକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତୁ। ପରିବେଶ ବିନା ଆମେ ଦୀର୍ଘାୟୁ ହେଇପାରିବାନି। ଆମେ ମନ୍ତ୍ର ପଢ଼ି କହିବା ମାନେ ଦୀର୍ଘାୟୁ ହେବ, ଏମିତି ସବୁ ଆମେ ଯେଉଁ ମନ୍ତ୍ର ସବୁ ପଢ଼ୁ, ସେ ମନ୍ତ୍ରରେ କିଛି ହେବନି। ମନ୍ତ୍ରଟା ମନେ ରଖିବା ପାଇଁ ହେଇଛି, କିନ୍ତୁ ସଂକଳ୍ପ ନେବା ପାଇଁ ପଡ଼ିବ। ଆପଣମାନେ କୁହନ୍ତୁ, ବିଶ୍ୱଶାନ୍ତି ଯଜ୍ଞ ଆମ ସନାତନ ଧର୍ମର ହିନ୍ଦୁମାନଙ୍କ ଭିତରେ କେତେ ହେଉଛି? ଯୁଆଡ଼େ ଦେଖିବ ବିଶ୍ୱଶାନ୍ତି ଯଜ୍ଞ। କିନ୍ତୁ ବିଶ୍ୱଶାନ୍ତି ଯଜ୍ଞ ବିଶ୍ୱକୁ ତ ଶାନ୍ତି ଦେଉନି, ବିଶ୍ୱ ତ ଅଶାନ୍ତିରେ ନିଷ୍ପେଷିତ ହେଉଛି, ନିଜ ଜୀବନକୁ ମଧ୍ୟ ସେ ରକ୍ଷା କରିପାରୁନି। ନିକଟରେ କରୋନା ଗୋଟେ ଭାଇରସ୍ ଆସିଥିଲେ, ତା ପାଇଁ କେତେ ଲୋକ ମୃତ୍ୟୁବରଣ କଲେ, କେତେ ଲୋକ ଆକ୍ରାନ୍ତ ହେଲେ। ସରକାରଙ୍କର ମୁଣ୍ଡବିନ୍ଧାର କାରଣ ହେଲା। ସିଏ ପୁଣି ଭାରତବର୍ଷରେ କେବଳ ନୁହେଁ, ସମଗ୍ର ପୃଥିବୀକି ବ୍ୟାପିଲା। ପୃଥିବୀର ନେତୃବୃନ୍ଦମାନେ ମଧ୍ୟ ସମସ୍ତେ ପରିବେଶର ବିଷାକ୍ତ ପରିବେଶ ପାଇଁ ଏସବୁ ଭୂତାଣୁମାନେ ତାଙ୍କର ଜାଗ୍ରତ ହେଉଛନ୍ତି, ଏକଥା ବି ସ୍ୱୀକାର କଲେ। ଭଗବାନଙ୍କ କୃପାରୁ ବା ସର୍ବଶକ୍ତିମାନଙ୍କ କୃପାରୁ ଔଷଧ ବାହାରିଲା, ଆମେ ସୁସ୍ଥ ହେଲୁ, ଟିକେ ଶାନ୍ତିରେ ନିଶ୍ୱାସ ମାରୁ ମାରୁ ପୁଣି ସେ ମାନେ ସେ ଜୀବାଣୁ ବା ଭୂତାଣୁ ସେ ଏପର୍ଯ୍ୟନ୍ତ ଅଛି। ସେ କଲିକତାରେ ଏତେ ବାହାରିଲେ, ଓଡ଼ିଶାରେ ଏତେ ବାହାରିଲେ, ଭୁବନେଶ୍ୱରରେ ଏତେ ବାହାରିଲେ, ଦିଲ୍ଲୀରେ ଏତେ ବାହାରିଲେ। ତାହେଲେ କ'ଣ ପାଇଁ? ତେଣୁ ନିଜକୁ ସୁସ୍ଥ ରଖନ୍ତୁ,
ନିଜକୁ ସୁସ୍ଥ ରଖିବା ହିଁ ବିଶ୍ୱଶାନ୍ତି ଯଜ୍ଞର ଗୋଟେ ଶ୍ରେଷ୍ଠ ଅଙ୍ଗ। ଆମେ ଖାଲି ସର୍ବେ ଭବନ୍ତୁ ସୁଖୀ ନ କହିଲେ ସମସ୍ତେ ସୁଖରେ ରହିବେ କେବେ ନୁହଁ। ଗୋ ହତ୍ୟା ବନ୍ଦ କଥା ଖାଲି ସ୍ଲୋଗାନ ଦେଲେ ହେବନି, ଗୋ ରକ୍ଷା କରିବାକୁ ପଡ଼ିବ। ଆମେ ବିଶ୍ୱ ଶାନ୍ତି ଯଜ୍ଞ କରିବାକୁ ହେଲେ ବିଶ୍ୱର ଶାନ୍ତି ପାଇଁ ନଦ ନଦୀ ପାହାଡ଼ ପର୍ବତ ଝରଣାକୁ ସବୁ ରକ୍ଷା କରିବାକୁ ପଡ଼ିବ। ନିଜ ବାଡ଼ି ବଗିଚାରେ ଆମେ ଗଛ ଲଗାଇବା। ତେଣୁ ବଳିଆ ଏ ବିଷୟରେ ବହୁତ କହିଛି, ବହୁ ପୁରସ୍କାର ପାଇଛି, ସରକାରଙ୍କ ଠାରୁ ମଧ୍ୟ ଉପାଧି ମିଳିଛି, କିନ୍ତୁ ମୁଁ ନିଜକୁ ସେଥିରେ ସନ୍ତୁଷ୍ଟ ହେଇପାରୁନି। ମୁଁ କ'ଣ ଉପାଧି ପାଇଗଲେ ବିଶ୍ୱ ଶାନ୍ତି ହେଇଯିବ? ମୋତେ ଭାରତ ସରକାର, ଓଡ଼ିଶା ସରକାର ବା ଯିଏ ମୋତେ ଯେଉଁ ପ୍ରକାର ପୁରସ୍କାର ଦେବେ ସେଥିରେ କ'ଣ ବିଶ୍ୱ ଶାନ୍ତି ହେଇଯିବ? ବିଶ୍ୱ ଶାନ୍ତି ପାଇଁ ଯାହା ଅତ୍ୟାବଶ୍ୟକ ସେଥିପାଇଁ ଆମେ ସଂକଳ୍ପ ନେବା ଏବଂ ନିଜକୁ ଯତ୍ନ କରିବା, ନିଜକୁ ରକ୍ଷା କରିବା। ତେଣୁ ଆଜି ଏହି ବୈଷ୍ଣବୀୟ ସନ୍ଧ୍ୟାରେ ବୃକ୍ଷ ଭିକ୍ଷା କରୁଛି, ବୃକ୍ଷଟିଏ ଲଗାନ୍ତୁ। ଇଏ ହେଉଛି ବଳିଆର ଆଜିର ଗୋଟେ ମହତ୍ ଭିକ୍ଷା। ଏବଂ ଏତେ ମଠ ମନ୍ଦିର ନ ହୋଇ ଆଉ ନଗଢ଼ି ପ୍ରାଚୀନତ ସ୍ମୃତିକୁ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ ସମସ୍ତେ ନିଶା ମାଦକ ଠାରୁ ଦୂରେଇ ରୁହନ୍ତୁ। ନିଶା ମାଦକ ବର୍ଜନ କରନ୍ତୁ, ପ୍ଲାଷ୍ଟିକ୍ ବର୍ଜନ କରନ୍ତୁ ଏବଂ ସ୍ୱଚ୍ଛ ପାଣି ଟିକେ ପିଇବା ପାଇଁ ଇଚ୍ଛା କରନ୍ତୁ। ଇଏ ମଧ୍ୟମାଦକତା ଆମ ଜୀବନକୁ ନେଇଯିବ, ଆମ ପରିବାର ବିଷାକ୍ତ ହେଇଯିବ। ଶେଷରେ ସେଇ ଭିକ୍ଷା, ସେଇ ମହତ୍ ଭିକ୍ଷା ଆମ ପାଇଁ ଦରକାର। ସେଇ ମୋର ଇଷ୍ଟ ଭିକ୍ଷା, ସେଇ ମୋର ଗୁରୁ ଭିକ୍ଷା, ବୃକ୍ଷ ଜଙ୍ଗଲର ସୁରକ୍ଷା। ବୃକ୍ଷ ଭିକ୍ଷା କରି ଆଜିର କଥାଟିକୁ ମୁଁ ଏଠି ରଖୁଛି ଏବଂ ଭାଗବତର ଗୋଟିଏ ପଦ ମୋର ମନେ ପଡ଼ିଛି, ସେଇଟା ମୁଁ କହିଦେଉଛି। ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ବଲେ। ଏ ପଦଟିକୁ ନିଜେ ନିଜେ ଭାବନ୍ତୁ, କେତେ ମହାନ କଥା। ଇଏ କି ହିନ୍ଦୁ ପାଇଁ ନୁହଁ, କି ଗୋଟେ ନିର୍ଦ୍ଦିଷ୍ଟ ମତବାଦୀଙ୍କ ପାଇଁ ନାହିଁ। ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ବଲେ। ଆଜି ଆମେ କେବଳ ଗୋଟେ ବାହାର ଡେକୋରେସନ୍, ବାହାର ବାହ୍ୟ ଆଡ଼ମ୍ବରରେ ମାତିଛୁ। ତେଣୁ ବଳିଆର ଏହି ନିବେଦନକୁ ଆପଣମାନେ ନିଶ୍ଚୟ ଚିନ୍ତା କରିବେ ଏବଂ ଭଲ ମଣିଷ ଆଉ ଭଲ ପରିବାର, ଭଲ ପରିବେଶ ସୃଷ୍ଟି କରିବା ପାଇଁ ବଳିଆ ନିବେଦନ କରି ଆଜିର କଥାକୁ ମୋର ଗୁରୁଦେବ ଆଉ ଅନନ୍ତଙ୍କ ପାଦ ତଳେ, ଶିଶୁ ଅନନ୍ତଙ୍କ ପାଦ ତଳେ ସମର୍ପଣ କରି ରହୁଛି। ଜୟ ଗୁରୁ, ଜୟ ଅନନ୍ତ ଜଗନ୍ନାଥ।